महिलांक ପାଇଁ ବଡ଼ ଖବର 2025 ହେବ ସୁଭଦ୍ରା ଯୋଜନାର ବର୍ଷ। ତେବେ କ'ଣ ରହିଛି ସମ୍ପୂର୍ଣ୍ଣ ଅପଡେଟଟି ଆସନ୍ତୁ ଜାଣିବା। ତା ପୂର୍ବରୁ ଭଲ ପାଇବା ସ୍ୱରୂପ ଭିଡ଼ିଓଟିକୁ ଲାଇକ୍ ଆଉ ସେୟାର କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ। ସୁଭଦ୍ରା ଯୋଜନାକୁ ନେଇ ବଡ଼ ଓ ଖୁସି ଖବର। 2025ରେ 3 ଥର ମିଳିବ ସୁଭଦ୍ରା ଟଙ୍କା। 2025 ବର୍ଷ ହେବ ସୁଭଦ୍ରା ଯୋଜନାର ବର୍ଷ। ଜାନୁଆରୀ ପ୍ରଥମ ସପ୍ତାହରେ ସର୍ଭେ କାମ ସରିବ। ତାପରେ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ଦିଆଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ପରିଡ଼ା କହିଛନ୍ତି ଯେ ରାଜ୍ୟର ସବୁ ମା ମାନେ ପାଇବେ ସୁଭଦ୍ରାର ଫାଇଦା। ଯେଉଁମାନେ ଟଙ୍କା ପାଇନାହାନ୍ତି ସେମାନଙ୍କ ସର୍ଭେ କାମ ଜାନୁଆରୀ ପ୍ରଥମ ସପ୍ତାହ ସୁଦ୍ଧା ଶେଷ ହେବ। ଚତୁର୍ଥ ପର୍ଯ୍ୟାୟ ଟଙ୍କା ସହ ଦ୍ୱିତୀୟ କିସ୍ତି ମାର୍ଚ୍ଚ 8 ରାକ୍ଷୀ ପୂର୍ଣ୍ଣିମାରେ ମିଳିବ। କେହି ଯୋଗ୍ୟ ହିତାଧିକାରୀ ଏହି ଯୋଜନାରୁ ଯେମିତି ବାଦ୍ ପଡ଼ିବେ ନାହିଁ ତା ଉପରେ କାମ ଚାଲିଛି। ଫିଲ୍ଡ ରିପୋର୍ଟ ଆସିଲା ପରେ ତାକୁ ଅନୁଶୀଳନ କରି ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ। 2025 ସୁଭଦ୍ରା ବର୍ଷ ହେବ ବୋଲି କହିଛନ୍ତି ପ୍ରଭାତୀ ପରିଡ଼ା। ମହିଳାଙ୍କୁ ସଶକ୍ତ କରିବା ଦୃଷ୍ଟିରୁ ମୋଦି ସରକାର ସୁଭଦ୍ରା ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନା ଗତ ନିର୍ବାଚନରେ ବିଜେପିର ମାନିଫେଷ୍ଟୋରେ ସ୍ଥାନ ପାଇଥିଲା। ତେବେ ସେତେବେଳେ କୁହାଯାଇଥିଲା କି ପ୍ରତି ମହିଳାଙ୍କୁ 50,000 ଟଙ୍କା ଦିଆଯିବ। କିନ୍ତୁ ନିର୍ବାଚନ ପରେ ଏହାକୁ ବାର୍ଷିକ 10,000 ଟଙ୍କା 2ଟି କିସ୍ତି କରାଯାଇଛି। ତଥାପି ଅନେକ ମହିଳା ଏହି ଟଙ୍କାକୁ ନିବେଶ କରି ଆତ୍ମନିର୍ଭରଶୀଳ ହୋଇଥିବା ଜଣାପଡ଼ିଛି। ତେବେ ଏହା ଥିଲା ସମ୍ପୂର୍ଣ୍ଣ ଅପଡେଟଟି। ଯଦି ଭିଡ଼ିଓଟି ଭଲ ଲାଗିଥାଏ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ। ଧନ୍ୟବାଦ।